ସେହି ସମାନ ଦୀପ ଯାହାକୁ ତୁମେ ପ୍ରତିଦିନ ପୂଜା ସମୟରେ ପ୍ରଜ୍ୱଳିତ କରିଥାଅ, ଯାହା ତୁମ ଘରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରିଥାଏ। କିନ୍ତୁ ସ୍ନେହ, ଶାନ୍ତି ଏବଂ ଉଦାରତାର ପ୍ରଦୀପ ଯାହା ତୁମେ ନିଜ ଭିତରେ ଆଲୋକିତ କର, ତାହା ମୋ ଘରୁ ଅର୍ଥାତ୍ ତୁମ ହୃଦୟରୁ ସମସ୍ତ ନକାରାତ୍ମକ ଶକ୍ତିକୁ ଦୂର କରେ। ମୋତେ ସର୍ବଦା ଏକ ଖୁସିର ଅଲୌକିକ ଉଜ୍ଜଳ ଜାଗାରେ ହିଁ ସ୍ଥାନ ଦିଅ। ପିଲାମାନେ, ନିଜ ଭିତରର ପ୍ରଦୀପକୁ ସର୍ବଦା ପ୍ରଜ୍ୱଳିତ ରଖ। କ'ଣ ଜାଣିପାରିଲ ତ ମୋ ଘର କେଉଁଠି? ମୁଁ ଜାଣେ ଯେ ତୁମେ ଜଣେ ସକାରାତ୍ମକ ବ୍ୟକ୍ତି, କିନ୍ତୁ ବେଳେବେଳେ ଯେତେବେଳେ ଅନେକ ସମସ୍ୟା ତୁମକୁ ଏକାଥରକେ ଘେରିଯାଏ, ସେତେବେଳେ ତୁମ ମନରେ ବି ନକାରାତ୍ମକ ବିଚାର ଆସିଯାଏ, ଯାହାକି ଏହା ହେବା ସ୍ୱାଭାବିକ ଅଟେ। ତେଣୁ ଚିନ୍ତା କର ନାହିଁ। ଯେତେବେଳେ ବି ଅସୁବିଧା ହୁଏ, କୌଣସି ଉପାୟ ନଥାଏ ବା କୌଣସି ରାସ୍ତା ଦେଖାଯାଏ ନାହିଁ, ତେବେ ମୋତେ ପୂର୍ବ ଅପେକ୍ଷା ବି ଅଧିକ ବିଶ୍ୱାସ କର। ଏହା କରିବା ଦ୍ୱାରା ନକାରାତ୍ମକ ବିଚାର ସ୍ୱୟଂଚାଳିତ ଭାବରେ ବା ଆପେ ଆପେ ତୁମ ମନରୁ ଅଦୃଶ୍ୟ ହୋଇଯିବ। ଯେତେବେଳେ ତୁମେ ସେହି ଚିନ୍ତାଧାରାକୁ ଗୁରୁତ୍ୱ ଦିଅ ନାହିଁ ଏବଂ ତୁମର ସାଇକୁ ପୂର୍ବ ଅପେକ୍ଷା ଅଧିକ ଗୁରୁତ୍ୱ ଦିଅ, ତେବେ ତୁମ ମନରେ ଯେଉଁ ଡର ଭୟ ଭଳି ଭାବନା ଆସେ, ତାହା ସବୁ ଦୂର ହୋଇଯାଏ। ମୁଁ ମଧ୍ୟ ବୁଝିପାରୁଛି ଯେ ଏହା କରିବା ସହଜ ନୁହେଁ, କିନ୍ତୁ ତୁମେ ମୋ ପିଲା। ତୁମ ପାଖରେ ସେହି କ୍ଷମତା ଅଛି କି ତୁମେ ପ୍ରତ୍ୟେକ ସମସ୍ୟାର ସାମ୍ନା ସକାରାତ୍ମକ ମନୋଭାବ ସହିତ କରିପାରିବ। ତୁମ ସାଇ ସର୍ବଦା ତୁମ ସହିତ ଅଛି ଏବଂ ଏହି କଷ୍ଟଭରା ସମୟରେ ମଧ୍ୟ ମୁଁ ତୁମ ହାତ କେବେ ଛାଡ଼ି ନଥାଏ। ତୁମେ ପଚାର କି ବାବା, ଆପଣ କେଉଁଠାରେ ଅଛନ୍ତି? ଆପଣ କାହିଁକି ଚୁପଚାପ ବସିଛନ୍ତି? କାହିଁକି ଏତେ ଶାନ୍ତ ଅଛନ୍ତି? କିନ୍ତୁ ମୁଁ ତଥାପି ଚୁପଚାପ ବସି ତୁମ ପାଇଁ କାମ କରୁଥାଏ। ଶ୍ରଦ୍ଧା, ସବୁରି ରଖ, ଖୁସିରେ ରୁହ, ଖୁବ୍ ହସ। ଏହି ସମୟ ବି ଅତିବାହିତ ହୋଇଯିବ ଏବଂ ସୁଖର ଦିନ ପୁଣି ଆସିବ। ଏହା ବି ବହୁତ ଶୀଘ୍ର। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।